ସ୍ୱାମୀ ସ୍ତ୍ରୀ ହେବା ସହଜ, କିନ୍ତୁ ସମ୍ପର୍କକୁ ଧରି ରଖିବା କଷ୍ଟକର। ଏମିତି କିଛି କଥା ଶୁଣିବା ଏହି ଭିଡ଼ିଓରେ। ସ୍ୱାମୀ ସ୍ତ୍ରୀର ସମ୍ପର୍କ କେଉଁଭଳି ରହିବା ଦରକାର। ସ୍ୱାମୀ ସ୍ତ୍ରୀ ସମ୍ପର୍କ ହେଉଛି ବିଶ୍ୱାସ, ସମ୍ମାନ ଓ ପ୍ରେମର ଏକ ପବିତ୍ର ବନ୍ଧନ। ଏହି ସମ୍ପର୍କ ମଜବୁତ ରଖିବା ପାଇଁ ଦୁହେଁ ଦୁହିଁଙ୍କର କଥା ବୁଝିବା, ସମୟ ଦେବା ଓ ସମସ୍ୟାରେ ସହଯୋଗୀ ହେବା ଅତ୍ୟାବଶ୍ୟକ। ଛୋଟ ଛୋଟ ଭୁଲକୁ କ୍ଷମା କରିବା, ଖୋଲା ମନେ କଥା ହେବା ଓ ସୁଖ ଦୁଃଖ ସಮೇତ ଭାଗ କରିବା ଦ୍ୱାରା ଏହି ସମ୍ପର୍କ ଆହୁରି ଗଭୀର ହୁଏ। ପତି ପତ୍ନୀ ଯଦି ପରସ୍ପରକୁ ସମ୍ମାନ କରନ୍ତି ଓ ସଦା ସତ୍ୟତା ସହିତ ଚାଲନ୍ତି, ତେବେ ତାଙ୍କ ଜୀବନ ସୁଖ, ଶାନ୍ତି ଓ ସମନ୍ୱୟରେ ପରିପୂର୍ଣ୍ଣ ହୁଏ। ସ୍ୱାମୀ ସ୍ତ୍ରୀ ସମ୍ପର୍କ କେବଳ ଏକାଠି ରହିବା ନୁହେଁ, ଏହା ହେଉଛି ଜୀବନର ପ୍ରତ୍ୟେକ ପଦକ୍ଷେପରେ ଦୁହେଁ ଦୁହିଁଙ୍କର ସାଥୀ ହେବା, ପରସ୍ପରର ଭାବନାକୁ ସମ୍ମାନ ଦେବା, ଧୈର୍ଯ୍ୟର ସହିତ କଥା ଶୁଣିବା ଓ ଭୁଲକୁ ନେଇ ବିବାଦ କରିବା ପରିବର୍ତ୍ତେ ସମାଧାନର ବାଟ ଖୋଜିବା ଏହି ସମ୍ପର୍କକୁ ମଧୁର କରେ। ଯେଉଁଠାରେ ପ୍ରେମ ସହିତ ବନ୍ଧୁତ୍ୱ ଥାଏ, ସେଠାରେ ସମସ୍ୟା ମଧ୍ୟ ସହଜ ଲାଗେ। ସତ୍ୟ, ସମର୍ପଣ ଓ ଆଦର ଥିଲେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ସାରା ଜୀବନ ପାଇଁ ଅଟୁଟ ହୋଇ ରୁହେ। ସ୍ୱାମୀ ସ୍ତ୍ରୀ ସମ୍ପର୍କ ହେଉଛି ବିଶ୍ୱାସର ସେତୁ, ଯେଉଁଠି ପ୍ରେମ ଓ ସମ୍ମାନ ହାତ ଧରି ଚାଲେ। ଭୁଲ ହେଲେ କ୍ଷମା ରହେ, ସେଠି ସଂସାର ସୁନ୍ଦର ହୁଏ। ସ୍ୱାମୀ ଯେତେବେଳେ ସାହାରା ହୁଏ, ସେତେବେଳେ ସ୍ତ୍ରୀ ଘରକୁ ସ୍ୱର୍ଗ କରେ। ଦୁହେଁ ମିଶି ଚାଲିଲେ ଜୀବନ ସହଜ ହୁଏ। ପ୍ରେମ କେବଳ କଥାରେ ନୁହେଁ, କାର୍ଯ୍ୟରେ ଦେଖାଯାଏ। ସ୍ୱାମୀ ସ୍ତ୍ରୀର ସମ୍ମାନ ସମ୍ପର୍କକୁ ଗଭୀର କରେ। ସ୍ୱାମୀ ସ୍ତ୍ରୀ ମାନେ କେବଳ ସମ୍ପର୍କ ନୁହେଁ, ଏକ ଅଦୃଶ୍ୟ ବନ୍ଧନର ନାମ, ଯେଉଁଠି ନୀରବତା ମଧ୍ୟ କହିଦେଇଥାଏ ସବୁ ପ୍ରେମର କଥା। ଯଦି ଏହି କଥା ଗୁଡ଼ିକ ଆପଣଙ୍କ ମନକୁ ଛୁଇଁଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ନିଜ ସାଥୀମାନଙ୍କୁ ଏବଂ ଏହିଭଳି ମୋଟିଭେସନାଲ୍ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।